ଏଇଟା ଆମେ ପଞ୍ଚାୟତ ସ୍ତରରେ ଗତ ଥରରୁ ଆରମ୍ଭ କରିଥିଲୁ। ପ୍ରଥମେ ଗତ ଥର ଠାରୁ ଏଥର ଟିକେ ଟିମ୍ ବି ଆମର ବଢ଼ିଥିଲା। ଆମର ଏଟା ଲକ୍ଷ୍ୟ ଥିଲା ଯେ କି ଆମ ପଞ୍ଚାୟତ ସ୍ତରରୁ ଖେଳାଳି ମାନେ କେମିତି ଆହୁରି ଉପରକୁ ଯିବେ। ଯାହା ହଉ ମୁଁ ଧନ୍ୟବାଦ ଦେବି ଆମ ପଞ୍ଚାୟତର ସମସ୍ତ ଖେଳାଳି ଏବଂ ଦର୍ଶକ ଏବଂ ପଞ୍ଚାୟତବାସୀଙ୍କୁ। ସେମାନେ ଏହି ଖେଳଟିକୁ ସଫଳ ଭାବେ ଆୟୋଜନ କରିବାରେ ଆମକୁ ସାହାଯ୍ୟ କରିଥିଲେ। ଆଉ ଧନ୍ୟବାଦ ଦେବି ଆମର ମାନ୍ୟବର ଏମ୍ପିଙ୍କୁ, ଯେ କି ଆମେ ଗୋଟିଏ ଦିନ ଯାଇଥିଲୁ, ରିକ୍ୱେଷ୍ଟ କରିଥିଲୁ, ଯାହା ହଉ ତାଙ୍କର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସେ ବାହାର କରି ଆମ ଗହଣରେ ଆଜି ଉପସ୍ଥିତ ହେଲେ ଏବଂ ଆମ ଯେଉଁ ଅଞ୍ଚଳର ଯେଉଁ ବିକାଶ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଲେ। ସେଥିପାଇଁ ମୁଁ ତାଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେଉଛି। ଆଉ ଯେଉଁ ଦୁଇ ଦଳ ଖେଳୁଥିଲେ ସେମାନଙ୍କୁ ମଧ୍ୟ ସେମାନେ ବହୁତ ଶାନ୍ତି ଶୃଙ୍ଖଳାର ସହିତ ଆଜିର ମ୍ୟାଚ୍ଟିକୁ ଖେଳିଲେ ଏବଂ ତାର ଆରମ୍ଭ ହୋଇଥିଲା 21 ଡିସେମ୍ବରରୁ। ଆଉ ଆଜି ଶେଷ ହେଲା। ଦୀର୍ଘ 10 ଦିନ ଧରି ଆମର ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଆମର ଏଇ ବରଡ଼ି ଅଞ୍ଚଳର ବହୁତ ଭାଇମାନେ। ହେଲା ଆମ ଗାଁର ଖେଳ ପଞ୍ଚଉଛିଆ ପ୍ରିମିୟର ଲିଗ୍। ଏଇଟା ଦ୍ୱିତୀୟ ବର୍ଷର ଅନୁଷ୍ଠିତ କରିଥିବାରୁ ମୁଁ ଏ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଉଛି। ଆଗରୁ ଗୋଟେ କଥା ଥିଲା, ଲୋକ କଥା, ଗାଁ ପରିମଳ ଧୋବା ତୁଠରୁ। ପ୍ରକୃତରେ ଆଜିକା ମଡ଼ର୍ଣ୍ଣ ଟାଇମ୍ରେ ଗାଁ ପରିମଳ ଖେଳ ପଡ଼ିଆରେ, ଯଦି ଖେଳ ପଡ଼ିଆରେ ସକାଳେ ସନ୍ଧ୍ୟାବେଳେ ପିଲାମାନେ ଖେଳୁଛନ୍ତି ତାହେଲେ ଜାଣିବେ ସେ ଗାଁର ସେ ଏରିଆର ସାମାଜିକ ଅବସ୍ଥା ସୁସ୍ଥ ଅଛି। ତେଣୁ ଏ ଯେଉଁ ଖେଳଟି ଏମାନେ ଅର୍ଗାନାଇଜ୍ କଲେ, ବହୁତ ସୁନ୍ଦର ଭାବେ ଅର୍ଗାନାଇଜ୍ କଲେ। ଆମର ମାନ୍ୟବର ସାଂସଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆମେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ଖେଳଟି ବହୁତ ସୁରୁଖୁରୁରେ ହୋଇଥିବାରୁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଉଛୁ। ବହୁତ ସୁନ୍ଦର ଭାବେ ଅର୍ଗାନାଇଜ୍ ହେଇଛି। ଆଉ हॉलमार्क ऑर्नामेंट्स स्वप्नरू सत जाए।